ହ୍ୟାଲୋ ଏଭ୍ରିୱାନ୍। ଦେଖନ୍ତୁ, ଗେମ୍ ଖେଳ ସରିଲା ପରେ ମୋ ଦି ଫର୍ଷ୍ଟ ଟାୟାର୍ଡ ହେଇଗଲା। ଦି ଟାୟାର୍ଡ ହେଇକି ସେ ବସି ପଡ଼ିଛି। ଆଉ ଏଠି ଭାଇ ପୁଅ ବି ଟିକେ ବସି ପଡ଼ିଛି। ସେ ବି ବହୁତ ଖେଳିଥିଲା। ସେ ବି ଟିକେ ଟାୟାର୍ଡ ହେଇଯାଇଥିଲା। ସେ ନୁହଁ, ଆମେ ସମସ୍ତେ ଟାୟାର୍ଡ ହେଇଯାଇଥିଲୁ। ଗେମ୍ରେ ବହୁତ ସମୟ ଯାଇଥିଲା। ବହୁତ ଏନ୍ଜୟ କରିଥିଲୁ। ଛୁଆମାନେ ତ ଖେଳିଥିଲେ, ଆମେ ବି ବହୁତ ଏନ୍ଜୟ କରିଥିଲୁ। ସେଠୁ ଆମେ ଫୁଡ୍ କାଉଣ୍ଟରକୁ ଆସିଥିଲୁ। ଫୁଡ୍ କାଉଣ୍ଟରରେ ଛୁଆମାନେ ବରାଦ କରିଥିଲେ ଆମେ ବର୍ଗର ଖାଇବୁ। ବର୍ଗର, ଫ୍ରେଞ୍ଚ ଫ୍ରାଇଜ୍। ସେ ବର୍ଗର ଅର୍ଡର ହେଇଥିଲା। ସେଥିରେ ସେମାନେ ଖାଇଥିଲେ। ଆମର ଗୁରୁବାର ଥିଲା, ସେଥିପାଇଁ ଭେଜ୍ ନନଭେଜ୍ କ'ଣ ହେଇଥିବ, ସେଥିପାଇଁ ଆମେ କେହି ଖାଇନଥିଲୁ। ଆଇସ୍କ୍ରିମ୍ଟା ସେ ସବୁ ପିଓର ଭେଜ୍ ଥିଲା। ଆଇସ୍କ୍ରିମ୍ ଥିଲା, ମୁଁ ଆଇସ୍କ୍ରିମ୍ ଖାଏନି। ଦି ବି ମନା କଲା ଖାଇବନି ବୋଲି। ଆଉ ସୋନାଲି ପିଲାଙ୍କ ଭିତରେ ସେ ବି ଜଣେ, ବହୁତ କମ୍ ବୟସ ତାକୁ। ସେ ସେଥିପାଇଁ ତାକୁ ଆମେ ଫୋର୍ସ କରିଥିଲୁ ତୁ ଆଇସ୍କ୍ରିମ୍ ଖା। ସେ ସେଥିପାଇଁ ଆଇସ୍କ୍ରିମ୍ ଖାଇଥିଲା। ଆମେ ସେଠୁ ଛୁଆମାନେ ଖାଇସାରିଲା ପରେ, ଖାଇବା ପର୍ଯ୍ୟନ୍ତ ଆମେ ୱେଟ୍ କରିଥିଲୁ। ଛୁଆମାନେ ଖାଇସାରିଲା ପରେ ଆମେ ସିଧା ଘରକୁ ଯିବା ପାଇଁ ବାହାରି ପଡ଼ିଲୁ। କାହିଁକିନା ସେତେବେଳକୁ ଅଲରେଡ଼ି 9 o'clock ହେଇଯାଇଥିଲା। ଆମେ କେମିତି ଘରକୁ ଫେରିବୁ, ସେଥିପାଇଁ ଛୋଟ ଛୁଆ ବି ଥିଲେ। ମୁଁ ସାନ ପୁଅକୁ ନେଇନଥିଲି, ସାନ ପୁଅକୁ ଘରେ ଛାଡ଼ି ଯାଇଥିଲି ତା ବାପାଙ୍କ ପାଖରେ। ସେଥିପାଇଁ ମୁଁ ବ୍ୟସ୍ତ ହଉଥିଲି ଆସିବା ପାଇଁକି। ଆମେ ସେଠୁ ଫୁଡ୍ କାଉଣ୍ଟରରୁ ଡାଇରେକ୍ଟ ଆମେ ଆସିଥିଲୁ ଲିଫ୍ଟ ପାଖକୁ। ସେଠୁ ୱେଟ୍ କରିଥିଲୁ ଲିଫ୍ଟ ଓପନ୍ ହବ, ଆମେ ଗ୍ରାଉଣ୍ଡ ଫ୍ଲୋରକୁ ଆସିବୁ। ଆସିକି ଘରକୁ ଫେରିବୁ। ଏଇଟା ଥିଲା ଆମର ଲାଷ୍ଟ, ଆଉ ବହୁ ଏନ୍ଜୟ କରିଥିଲୁ। ଏଇଟା ଗୋଟେ ବେଷ୍ଟ ମେମୋରି ଅଫ୍ ମାଇ ଲାଇଫ୍। ଆପଣମାନଙ୍କୁ କେମିତି